अरे रोहन बाबा केतବେଳେ ଆସିଲୁ ବୋଧେ ଭୁଲ ସମୟରେ ଆସିଗଲି। ମାନେ ମାନେ ତ ବହୁତ ସହଜ ବାପା। ଗୋଟେ କଥା ପଚାରିବି ବାପା। ହଁ ପଚାର ଆଜିର ଏ ରାମାୟଣରେ କଣ ଆପଣ ହେଉଛନ୍ତି ସେ ରାବଣ? କିଚ୍ଛା ଗର୍ଜନ କରନ୍ତୁନି ବାପା, ଅଯଥା ନିଜ ତଣ୍ଟିକୁ ଆଘାତ ଲାଗିବ। ତୁ କାହା ସାମ୍ନାରେ ଛିଡ଼ା ହେଇ କଥାବାର୍ତ୍ତା କରୁଛୁ ଜାଣିପାରୁଛୁ ତ? ଆପଣଙ୍କ ସାମ୍ନାରେ ଆଉ ଆଉ ଏଇ ସମାଜରେ ଥିବା ସେ ସ୍ୱାର୍ଥପର ଲୋକମାନଙ୍କ ସାମ୍ନାରେ। ଏ ଦୁନିଆରେ ଗୋଟେ କଥା ଅଛି ବାପା, ଜାଣିଛ ନା? ସଭିଏ ପଢନ୍ତୁ ସଭିଏ ବଢନ୍ତୁ। ଏଇଭଳି ଦୁନିଆରେ ଆପଣ ଗୋଟେ ଛୋଟ ପିଲା ହାତରେ ଭିକ ମାଗି ରେସ୍ କରୁଛନ୍ତି, ଆପଣଙ୍କୁ ଟିକେ ଲଜ୍ଜା ଲାଗୁନି? ସେ ସବୁ କହିବା ଶୁଣିବାକୁ ବହୁତ ଭଲ ଲାଗେ। ଅସଲ ଜୀବନରେ ଆର କିଛି ଜରୁରତ ନାହିଁ। କଣ ପାଇଁ ଖାଲି ବାପା? ଟଙ୍କା। କଣ ପାଇଁ ବାପା, କଣ ପାଇଁ ଜରୁରତ ଅଛି? ଆପଣ ତ ଦିନେ କେବେ ଛୁଆ ଥିଲେ, ଆଉ ଏମିତି ମୁଁ ବି ଦିନେ କେବେ ଛୁଆ ଥିଲି। ଯଦି ଆପଣଙ୍କ ସହିତ ଏମିତି କିଏ କରିଥାନ୍ତା, ମୋ ସହିତ ଏମିତି କିଏ କରିଥାନ୍ତା, ଆରେ ତୁ ମୋର ପୁଅ, ତୋ ସହିତ ଏମିତି କିଏ କରିବ? ମାନେ କାହାର ପୁଅ ଥିବେ, କାହାର ଝିଅ ଥିବେ ନା ବାପା। ଆରେ ସେମାନଙ୍କ ସମ୍ପର୍କ ଇଏ ଟଙ୍କା ଆଗରେ କିଛି ନୁହଁ। ଟଙ୍କା ଆମେ ସ୍ମାର୍ଟ ସିଟି କରିବାକୁ ଲାଗିଛେ, କିନ୍ତୁ ଗୋଟିଏ କଥା ଆପଣଙ୍କ ଭଳି ମଣିଷ ମାନେ ଭୁଲି ଯାଉଛନ୍ତି ବାପା, ଯେ ଆମେ ସିନା ସ୍ମାର୍ଟ ସିଟି କରୁଛେ, ବର୍ତ୍ତମାନ ଅଏସ୍ କରୁଛେ, କିନ୍ତୁ ଆଜିର ଶିଶୁ ଯେ କାଲିର ଆମର ଭବିଷ୍ୟତ ହେବେ, ସେଇ ଭବିଷ୍ୟତକୁ ଆମେ ଅନ୍ଧାର କରିଦଉଛି ବାପା। ଭବିଷ୍ୟତରେ ଅଛି କଣ? ଆଜିର ମ୍ୟାଚ୍ ଅଏସ୍ କର, ମୋ ଟଙ୍କାରେ ଅଏସ୍ କର ତୁ। ଦେଖନ୍ତୁ ବାପା, ଆପଣ ମୋର ବାପା ହିସାବରେ ତ ମୁଁ ଆପଣଙ୍କୁ ଆଦେଶ କରିପାରିବିନି, ଖାଲି ଆପଣଙ୍କ ଆଗରେ ଆଣ୍ଠୁ ମାଡ଼ି ଆପଣଙ୍କୁ ଅନୁରୋଧ କରୁଛି, ଯଦି ଦସ୍ୟୁ ରତ୍ନାକର ବାଲ୍ମିକ ହୋଇପାରୁଛନ୍ତି, ସାପର ବିଷରୁ ଯଦି ଇଞ୍ଜେକ୍ସନ ତିଆରି ହେଇପାରୁଛନ୍ତି, ତ ଆପଣ ମିଷ୍ଟର ଭାର୍ଗବ ଛୋଟରାୟ, ଭାଗୀରଥୀ ଛୋଟରାୟ କଣ ପାଇଁ ହୋଇପାରିବେନି ବାପା? କଣ ପାଇଁ ହୋଇପାରିବେ? ନିଶ୍ଚୟ ହେବେ ବାପା, ନିଶ୍ଚୟ ହେବେ। ରହିଯା ରୋହନ, ରୋହନ ଏ ଭାର୍ଗବ ଛୋଟରାୟ କେବେ କାହା ଆଗରେ ମୁଣ୍ଡ ନୁଆଇନି। ଆଉ ଯଦି ତୁ କହୁଛୁ ତୋ ପିଲାମାନଙ୍କ ପ୍ରତି ମୁଁ ଅନ୍ୟାୟ କରିଛି, ତାହେଲେ ଦେଖା ସେମାନଙ୍କର କାବିଲିୟତ କଣ, ଦେଖା ସେମାନେ କଣ କରିପାରିବେ ମତେ ଦେଖା। ନିଶ୍ଚୟ କରି ଦେଖେଇବି ବାପା। ମୋ ଛୁଆମାନେ କଣ କରିପାରିବେ, ମୁଁ ଆପଣଙ୍କୁ ଯଥା ଶୀଘ୍ର କରିକି ଦେଖେଇବି, ନିଶ୍ଚୟ କରିକି ଦେଖେଇବି। ଆଜିର ଏ ସମାଜରେ ମୁଁ ହଉଛି ଗୋଟେ ସମ୍ପର୍କହୀନ ମଣିଷ। ନିଜ ବାପାକୁ ମୁଁ ବନ୍ଦୀ କରି ଆସିଛି ଏଠିକି, ଛୁଆମାନଙ୍କ ସହିତ ତାଙ୍କୁ କିଛି କରି ଦେଖେଇ ପାରିବି ବୋଲି। ମୁଁ ଜାଣିନି କେତେ ଦୂର ଆମେ କରିପାରିବୁ ତାକୁ, କିନ୍ତୁ ଏଇଟା କହୁଛୁ, ଯାହା ବି କରିବୁ ଆପଣମାନଙ୍କ ପାଇଁ ନିଜ ମନରୁ କରିବୁ, ଆମ ଛୁଆମାନଙ୍କ ପାଇଁ କରିବୁ। କାରଣ ଏଇଟା ହିଁ ସତ, ଯେ କାଲି ଥିଲା ଶିଶୁ, ସେ ଆଜି ହଉଛି ନିଜର ଗୋଡରେ ଠିଆ ହେଇଥିବା ଗୋଟେ ମଣିଷ। ଯେ ଆଜିର ଶିଶୁ ସେ ଆମର ଭବିଷ୍ୟ। ଏଇ ଗୋଟେ କଥା କହିବି ଆପଣମାନଙ୍କ ଆଗରେ। ଆମେ ଗୋଟେ ଜିନିଷ ପେଶ କରୁଛୁ, ଯୋଉଟା କି ହଉଛି ଆମ ସେଞ୍ଚୁରିଆନ ଡ୍ୟାନ୍ସ ଗ୍ରୁପ ତରଫରୁ। ଏଇଟା ଡ୍ରାମାଟିକ କ୍ଲବ ଆଉ ଡ୍ୟାନ୍ସ କ୍ଲବର ଗୋଟେ କମ୍ବୋ ପ୍ରାକ୍ଟିସ ଥିଲା। ଆପଣଙ୍କୁ ଭଲ ଲାଗିବ, ଆପଣ କିଛି ଏଥିରୁ ଶିଖିପାରିବେ। ଏଠିକି ଆସିଥିବାର ଯୋଉ ସ୍ମାର୍ଟ ସିଟି ପାଇଁ, ସେଥିରୁ କିଛି ଆମେ ଫଳ ପାଇପାରିବା, କିଛି ସାହାଯ୍ୟ ହୋଇପାରିବ, ସେଇଟା ଆମେ ଆଶା କରୁଛୁ। ଧନ୍ୟବାଦ। देखो इन्हें ये ओसों की बूंदे, पत्तों की गोद में आसमां से कूदे, अंगड़ाई ले फिर करवट बदल कर, नाजुक से मोती हंसदे फिसल कर, खो न जाइए तारे जमीन पर।
सर्दी में धूप की किरणें उतरे जो आंगन को सुनहरा सा करने, मन के अंधेरों को रोशन सा कर दे, ठिठुरती हथेली की रंगत बदल दे, खो न जाएंगे तारे जमीन पर। जैसे आँखों की टिबिया में निंदिया, और निंदिया में मीठा सा सपना, और सपने में मिल जाए फरिश्ता सा कोई। जैसे रंगों भरी पिचकारी, जैसे तितलियां फूलों की क्यारी, जैसे बिना मतलब का प्यारा रिश्ता हो कोई। ये तो आशा की लहर है, ये तो उम्मीद की सहर है, खुशियों की लहर में खो न जाएंगे तारे जमीन में। खो न जाएंगे तारे जमीन पर। कभी बातें जैसे दादी